ରାଶିଚକ୍ରରେ ଭ୍ରମଣ କରୁଥିବା ଅଥବା ଗୋଚର କରୁଥିବା ସର୍ବାପେକ୍ଷା ଶୁଭ ଗ୍ରହ ବୃହସ୍ପତି ମହାଗ୍ରହ 2026 ମସିହାରେ ବିଭିନ୍ନ ରାଶି ପାଇଁ କିପରି ଫଳ ପ୍ରଦାନ କରିବେ, ଏହି କ୍ରମରେ ଆଜି ଜାଣିବା। 2026 ମସିହା ବର୍ଷରେ ସିଂହ ରାଶି ଜାତ ବ୍ୟକ୍ତି ଶୁଭଗ୍ରହ ଦେବଗୁରୁ ବୃହସ୍ପତି ମହାଗ୍ରହଙ୍କ ଜନିତ କ'ଣ ସବୁ ଫଳ ପାଇବାର ବିଶେଷ ସମ୍ଭାବନା ରହିଅଛି। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଚଳିତ ବର୍ଷ ଜୁନ୍ ମାସ 2 ତାରିଖ ପର୍ଯ୍ୟନ୍ତ ନୈସର୍ଗିକ ଶୁଭଗ୍ରହ ବୃହସ୍ପତି ସିଂହ ରାଶିର ଏକାଦଶ ଭାବ ମିଥୁନ ରାଶିରେ ଅବସ୍ଥାନ କରିବେ। ଏହି ସମୟରେ ଅବିବାହିତ ରହିଥିବା ପୁଅ ଓ ଝିଅଙ୍କ ପାଇଁ ବହୁତ ଭଲ ଭଲ ଜାଗାରୁ ବିବାହ ପ୍ରସ୍ତାବ ଆସି ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଯିବ। ପ୍ରେମ ସମ୍ପର୍କରେ ରହିଥିବା ପୁଅ ଓ ଝିଅ ପ୍ରେମ ବିବାହ ପାଇଁ ମନ ବଳାଇବେ। ବାଣିଜ୍ୟ ବ୍ୟବସାୟ କରୁଥିବା ସିଂହ ରାଶି ଜାତ ବ୍ୟକ୍ତିଙ୍କର ବେପାର କ୍ଷେତ୍ର ବହୁତ ଭଲରେ ଚାଲିବ। ବ୍ୟବସାୟ କ୍ଷେତ୍ରରୁ ପ୍ରଚୁର ଲାଭ ପାଇପାରିବେ। ପାର୍ଟନରସିପ୍ ବ୍ୟବସାୟ କରୁଥିଲେ ବାଣିଜ୍ୟ ଉଦ୍ଦେଶ୍ୟରେ ବିଭିନ୍ନ ଜାଗାକୁ ଭ୍ରମଣରେ ଯିବେ। ସରକାରଙ୍କ ସହିତ ଅନୁବନ୍ଧିତ ରହି କଣ୍ଟ୍ରାକ୍ଟ କିମ୍ବା ଅର୍ଡ଼ର ସପ୍ଲାଇ କାର୍ଯ୍ୟ କରୁଥିବା ସିଂହ ରାଶି ଜାତ ବ୍ୟକ୍ତି ଜୁନ୍ ମାସ ମଧ୍ୟରେ ଏହିସବୁ କ୍ଷେତ୍ରରୁ ପ୍ରଚୁର ମୁନାଫା କମାଇ ପାରିବେ। ଏହିସବୁ କ୍ଷେତ୍ରରେ ବାକି ପଡ଼ି ରହିଥିବା ବକେୟା ଟଙ୍କା ହସ୍ତଗତ ହେବ। ସମାଜରେ ମାନସମ୍ମାନ ମିଳିବ। ସମୟରେ ବିଭିନ୍ନ ସଂସ୍ଥା ଦ୍ୱାରା ସମ୍ମାନିତ ହେବାର ଯୋଗ ରହିଅଛି। ସନ୍ତାନମାନେ ଆଜ୍ଞାଧୀନ ରହିବେ। ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ବିଶେଷ ପାରଦର୍ଶିତା ହାସଲ କରିବେ। ଉଚ୍ଚଶିକ୍ଷା ଲାଭ କରିବା ପାଇଁ ଘରଠାରୁ ଦୂରକୁ ଯାତ୍ରା କରିବାକୁ ପଡ଼ିପାରେ। କମ୍ପିଟେଟିଭ୍ ବା ପ୍ରତିଯୋଗିତାମୂଳକ ଚାକିରି ପାଇଁ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନେ କୃତକାର୍ଯ୍ୟ ବା ସଫଳତା ପାଇବାର ବହୁତ ସମ୍ଭାବନା ରହିଅଛି। ସନ୍ତାନ ସମ୍ଭବା ମା'ମାନେ ପୁତ୍ର ସନ୍ତାନ ଜନ୍ମ ଦେବାର ମଧ୍ୟ ବହୁତ ସମ୍ଭାବନା ଦେଖାଯାଏ। ଜୁନ୍ ମାସ 2 ତାରିଖ ଠାରୁ ଅକ୍ଟୋବର ମାସ 31 ତାରିଖ ପର୍ଯ୍ୟନ୍ତ ବୃହସ୍ପତି ସିଂହ ରାଶିର ଦ୍ୱାଦଶ ସ୍ଥାନ କର୍କଟ ରାଶିରେ ଉଚ୍ଚ ଭାବରେ ଅବସ୍ଥାନ କରୁଥିବାରୁ ଏହି ସମୟରେ ସିଂହ ରାଶି ଜାତ ବ୍ୟକ୍ତିଙ୍କର ଖର୍ଚ୍ଚ ଅହେତୁକ ପରିମାଣରେ ବଢ଼ିଯିବ। ଖର୍ଚ୍ଚର ପରିମାଣ ବଢ଼ିଯିବାରୁ ଏଥିପାଇଁ ଲୋନ୍ ମଧ୍ୟ କରିବାକୁ ପଡ଼ିପାରେ। ଅବଶ୍ୟ ଏହି ଖର୍ଚ୍ଚ ସତ୍ଖର୍ଚ୍ଚ ହେବ, କିନ୍ତୁ ସିଂହ ରାଶି ଜାତ ବ୍ୟକ୍ତି ଏହି ସମୟରେ ନିଜ ସ୍ୱାସ୍ଥ୍ୟ ପ୍ରତି ନିଜେ ସଜାଗ ରହିବା ଦରକାର। ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିଲେ ତୁରନ୍ତ ଚିକିତ୍ସୀୟ ସହାୟତା ନେବା ଆବଶ୍ୟକ। ରୋଗକାରକ ଗ୍ରହ ଶନିଙ୍କ ଉପରେ ବୃହସ୍ପତିଙ୍କର ଦୃଷ୍ଟି ରହୁଥିବାରୁ ସାମାନ୍ୟ ରୋଗ ହେଲେ ମଧ୍ୟ ତାର ପ୍ରାଦୁର୍ଭାବ ବହୁଗୁଣରେ ବଢ଼ିଯିବ। ଏଥିପାଇଁ ନିଶ୍ଚିତ ଭାବେ ସତର୍କତା ଅବଲମ୍ବନ କରିବେ। ଯାନବାହନ ଚଳାଇବା ସମୟରେ ମଧ୍ୟ ବିଶେଷ ସାବଧାନତା ଅବଲମ୍ବନ କରିବେ, କାରଣ ଏହି ସମୟ ଦୁର୍ଘଟଣା ପ୍ରବଣ ସମୟ ହୋଇପାରେ। ଅକ୍ଟୋବର ମାସ 31 ତାରିଖ ପରେ ବୃହସ୍ପତି ସିଂହ ରାଶିରେ ପ୍ରବେଶ କଲେ ଅପେକ୍ଷାକୃତ ଭାବେ ଏହିସବୁ କ୍ଷେତ୍ରରେ ଭଲ ଫଳ ପ୍ରଦାନ କରିବେ। ବୃହସ୍ପତି ମହାଗ୍ରହଙ୍କର ଅଶୁଭତ୍ୱ ଦୂର କରି ଶୁଭ ଫଳ ପାଇବା ନିମନ୍ତେ ଦେବଦେବ ମହାଦେବଙ୍କ ପାଖରେ ପୂଜାର୍ଚ୍ଚନା କରନ୍ତୁ। ଶିବାଭିଷେକ କରାଇଲେ ବିଶେଷ ସୁଫଳ ମିଳିଥାଏ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ସିଂହ ରାଶି ଜାତ ବ୍ୟକ୍ତିଙ୍କର ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।